ମାଟି ଅତଡ଼ା ଧସି ଯାତାୟତରେ ବାଧା ଉପୁଜୁଛି। ଗଜପତି ଜିଲ୍ଲା ମୋହନା ବ୍ଲକ କାଟାମା ପଞ୍ଚାୟତ ଅନ୍ତର୍ଗତ ପାଜିଗୁଡ଼ି ଘାଟିରୁ ମାଟି ଅତଡ଼ା ଖସି ରାସ୍ତା ଉପରେ ପଡ଼ି ରହିଛି, ଯାହା ଫଳରେ କି ଯାତାୟତରେ ବାଧା ଉପୁଜୁଛି। ଗତ 3 ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ମାଟି ଅତଡ଼ା ଖସିବା ଯୋଗୁଁ 6ଟି ଗ୍ରାମବାସୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାର ଜଣାପଡ଼ିଛି। ତୁରନ୍ତ ଅଞ୍ଚଳବାସୀ ରାସ୍ତା ଉପରୁ ପାହାଡ଼ରୁ ଧସି ପଡ଼ି ରହିଥିବା ମାଟି ଅତଡ଼ାକୁ ବାହାର କରିବାକୁ ଦାବି କରିଛନ୍ତି। ବିଶେଷ କରି ଏହି ସମସ୍ୟା ଘାଟି ଅଞ୍ଚଳରେ ରାସ୍ତା ନିର୍ମାଣ ବେଳେ ପାହାଡ଼ କାଟିବା ବେଳେ ଉପଯୁକ୍ତ ଯୋଜନା କରାଯାଉନଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଗଜପତି ଜିଲ୍ଲା ମୋହନା ବ୍ଲକରୁ ସୋନି ବେହେରାଙ୍କ ରିପୋର୍ଟ, ଲକ୍ସ ନ୍ୟୁଜ୍।